ମାନେ ଲାଇଫରେ ଏତିକି ହିଁ ଜିନିଷ ମୋର ବାକି ଥିଲା ଦେଖିବାକୁ। ଆପଣ ମାନେ ବି ଦେଖିନଥିବେ କି ଦେଖିଥିବେ ମୁଁ ତ ଜାଣିନି, କିନ୍ତୁ ଚାଲନ୍ତୁ ଦେଖିଦେବା ଟିକେ ନା ଭିଡ଼ିଓରେ। ଯେମିତିକି ଆପଣ ମାନେ ଭିଡ଼ିଓ ଦେଖିଲେ ଆପଣମାନଙ୍କୁ କ'ଣ ଲାଗୁଛି ତାଙ୍କ ବାବା ମରିଯାଇଛନ୍ତି? ମୋତେ ତ ଲାଗୁନି ତାଙ୍କ ବାବା ମରିଯାଇଛନ୍ତି ବୋଲି। ମାନେ ମୋତେ ଲାଗୁଛି ତାଙ୍କ ବାବା ବଞ୍ଚିଥିଲେ ବି ସେ ତାକୁ ମାଇଲା ବେଳେ ବି ଭିଡ଼ିଓ କରି ପୁରା ମଲା ଯାଏଁ ପୁରା ଭିଡ଼ିଓ କରିଥାନ୍ତେ। ମାନେ ଭାଇରାଲ ହେବା ପାଇଁ ଗୋଟେ ଜିନିଷ ଭୁଲି ଯାଉଛନ୍ତି, ତାଙ୍କ ମଣିଷତ୍ୱଟା ସେମାନେ ଭୁଲି ଯାଉଛନ୍ତି। ମାନେ କିଛି ବି ଏମାନେ କରିପାରିବେ। कौन है ये लोग? कहां से आते हैं? ରିଲ୍ସଟା ଦେଖିଲା ପରେ ସତେଟା ବାବା ଯଦି ସ୍ୱର୍ଗରେ ବି ବଞ୍ଚିଥିବ ନା, ସେ ସେଇଠି ବି ଫାଶୀ ଦେଇ ମରିଯିବ। ସେ ଫଟୋ ତ ବାବା ନ ବାହାରିକିନା ଏକାଥରେ ଏକା ଗୋଇଠା ଦିଅନ୍ତା, ଏକାଥରେ ଯାଇକି ଘୁଷୁଡ଼ିକି ନାଳରେ ପଡ଼ନ୍ତା। ସତରେ ବହୁତ ମଜା ଲାଗନ୍ତା। ये बड़ी अच्छी बात कही आप। ଆପଣମାନେ ନିଶ୍ଚିତ ମୋତେ କମେଣ୍ଟରେ ଜଣାନ୍ତୁ, ଏଇଭଳିଆ ଲୋକ ୱାର୍ଲଡରେ କ'ଣ ରହିବା ଦରକାର?